ଭାଉଜଙ୍କ ଦେହ କେମିତି ଅଛି? ଆପଣମାନେ ଦେଖୁଛନ୍ତି ଯେମିତି ଆଉ କ'ଣ କହିବି। କେତେ ନମ୍ବର ଡାୟାଲିସିସ୍ ଥିଲା, ଏବେ କେମିତି ସ୍ୱାସ୍ଥ୍ୟ? ମୁଁ କେତେ ନମ୍ବର ଜାଣିନି, ଭାଇ ଜାଣିଥିବ ସେ କଥା। ଆଉ ଆଜି ଡାୟାଲିସିସ୍ ହେଲା, ସେମିତି ବହୁତ କଷ୍ଟ ବି ହେଲା। ଆଜି ଟିକେ କଷ୍ଟରେ ହେଇଛି ଡାୟାଲିସିସ୍ଟା। ଆପଣ ଏଇଠି କଣ୍ଟିନ୍ୟୁ କରିବେ ନା କୁଆଡ଼େ ବାହାରକୁ ଯିବା ପାଇଁ ଚିନ୍ତା କରୁଛନ୍ତି? ଏଇଠି ତ କଣ୍ଟିନ୍ୟୁ କରୁଛି, ତାପରେ କ'ଣ କରିବେ ସେଟା ଭାଇ ମାମୁଁ ଏକା ଡିସାଇଡ଼୍ କରିବେ ଆଉ। ସହାୟତା ସମସ୍ତେ ଆଜ୍ଞା ଆଜ୍ଞା, ବହୁତ ବହୁତ ଓଡ଼ିଶାବାସୀ ଯେତିକି ସହାୟତା ମାନେ ହାତ ବଢ଼ାଇଲେନି, କଳାକାର ଭାଇ ବନ୍ଧୁମାନେ ଆଉ ଓଡ଼ିଶାବାସୀ ମାନେ ଯେତେ ବି ବ୍ଲେସିଂ ଦେଉଛନ୍ତି କିମ୍ବା ସାହାଯ୍ୟର ହାତ ବଢ଼ାଇଛନ୍ତି, ମୁଁ ସ୍ୱପ୍ନରେ କେବେ ବି ଭାବିନଥିଲି ଯେ ଗୋଟେ ମାନେ ମୋତେ ଏତେ ଭଲ ପାଇବା ଦେବେ ବୋଲି। ଆପଣ ଯେଉଁ ପାର୍ଟିରେ କାର୍ଯ୍ୟରତ ଥିଲେ ସେଇ ପାର୍ଟି ତରଫରୁ କିଛି ଆପଣଙ୍କୁ ହେଲ୍ପ ମିଳିଲା? ପାର୍ଟି ତରଫରୁ ମାନେ ସ୍ନେହ ମ୍ୟାଡ଼ାମ୍ ଆଜି ଆସିଥିଲେ। ହଁ, ମୋତେ ଦେଖିକି ବହୁତ ଖୁସି ଲାଗିଲା କି ଆସିଛନ୍ତି ବୋଲି। ଆଉ ମୋତେ କହିଛନ୍ତି ଯେ ତମେ ମୋର ଝିଅ ଭଳିଆ, ତମର ଯେତେବେଳେ ଯାହା ଅସୁବିଧା ହେବ ଆମେ ସବୁବେଳେ ତମ ସାଙ୍ଗରେ ଅଛୁ। ଆଉ ନିବେଦନ କ'ଣ କରିବେ ଓଡ଼ିଶାବାସୀଙ୍କୁ? ସାହାଯ୍ୟ ସହଯୋଗ ତ ବହୁତ କରୁଛନ୍ତି, ଆଉ କ'ଣ ନିବେଦନ କରିବି। ଏବେ ଖାଲି ଏତିକି ନିବେଦନ କରିବି, ସେଇ ଭଲ ପାଇବା ଆଶୀର୍ବାଦ ମୋ ଉପରେ ସେତିକି ରଖିଥାନ୍ତୁ।